ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ଏବେ ଆମର ଜାନୁଆରୀ 9 ତାରିଖରେ ଆସୁଛି ସୁଦଶା ବ୍ରତ। ସେହି ସୁଦଶା ବ୍ରତ ଦିନ କିପରି ଆପଣ ପୂଜା କରିବେ ଓ ତାହାର ନୀତି ନିୟମ ବିଷୟରେ ଚାଲନ୍ତୁ ଏବେ ଜାଣିବା। ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନେ ସୁଦଶା ବ୍ରତ କରନ୍ତି। ସୁଦଶା ବ୍ରତ ପ୍ରତିବର୍ଷ ଆରମ୍ଭରେ କିମ୍ବା ଶେଷରେ ପଡ଼ିଥାଏ କିମ୍ବା ମଝିରେ ମଧ୍ୟ ପଡ଼ିଥାଏ। ଯେଉଁଥର ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡ଼େ ସେଥର ସୁଦଶା ବ୍ରତ ହୁଏ। କିନ୍ତୁ 2025 ବର୍ଷରେ ଜାନୁଆରୀ 9 ତାରିଖରେ ସୁଦଶା ବ୍ରତ ପାଳନ ହେବ। ମାଣବସା ଗୁରୁବାର ପରି ସୁଦଶା ବ୍ରତ ମଧ୍ୟ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ। ସୁଦଶା ବ୍ରତ କେହି ଘରେ ଏବଂ ଲକ୍ଷ୍ମୀ ମନ୍ଦିରରେ ପାଳନ କରିଥାନ୍ତି। ମନ୍ଦିରରେ ଯେଉଁମାନେ ବ୍ରତ କରନ୍ତି ସେମାନେ ଘରେ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରିଥାନ୍ତି। ମା ଲକ୍ଷ୍ମୀଙ୍କୁ 10 ସଂଖ୍ୟାଟି ଭାରି ପସନ୍ଦ। ସେଇଥିପାଇଁ ମାଙ୍କ ପୂଜାରେ 10ଟି ସଂଖ୍ୟାର ସବୁ ଜିନିଷ ରଖି ପୂଜା କରାଯାଇଥାଏ। ଯେମିତିକି 10ଟି ଫୁଲ, 10ଟି ଫଳ, 10 ପୁରଦିଆ ମଣ୍ଡା, 10ଟି ଫଳମୂଳ ମିଶି ପଣା, ବ୍ରତରେ 10ଟି ଗଣ୍ଠି, 10ଟି ବେଲପତ୍ର, 10ଟି ହଳଦୀ ଗୁଳା, 10ଟି ଗୁଆ ଇତ୍ୟାଦି ରଖି ପୂଜା କରାଯାଏ। ସୁଦଶା ବ୍ରତରେ ମାଙ୍କ ପିତ୍ତଳ ମୂର୍ତ୍ତିଙ୍କୁ ମଧ୍ୟ ପୂଜା କରିପାରିବେ କିମ୍ବା ଉଭୟ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତିକୁ ରଖି ପୂଜା କରିପାରିବେ। ତାପରେ ମାଙ୍କ ମୂର୍ତ୍ତିଙ୍କୁ ପୂଜା କଲେ ମଧ୍ୟ ଗୁଆ ନିଶ୍ଚିତ ଭାବରେ ପୂଜା ହେବ। ଯାହାଙ୍କ ଘରେ ସୁଦଶା ବ୍ରତରେ 10ଟି ଗୁଆ ପୂଜା ହେବାର ନିୟମ ଅଛି ସେମାନେ 10ଟି ଗୁଆ ମାଙ୍କ ପାଖରେ ପୂଜା କରିବେ। ଯାହାଙ୍କ ଘରେ 10ଟି ଗୁଆ ସୁଦଶା ବ୍ରତରେ ପୂଜା ହେବାର ନିୟମ ନାହିଁ ସେମାନେ 2ଟି ଗୁଆ ନିଶ୍ଚୟ ଭାବରେ ପୂଜା କରିବେ। ଯାହା ଘରେ ଯେମିତି ଅଛି 2ଟି ଗୁଆ ଲକ୍ଷ୍ମୀନାରାୟଣଙ୍କ ନାମରେ ପୂଜା ହେବେ। ଲକ୍ଷ୍ମୀନାରାୟଣ କିମ୍ବା କେବଳ ମା ଲକ୍ଷ୍ମୀଙ୍କ ପ୍ରତିମାକୁ ତଳେ ରଖି ପୂଜା କରାଯାଏ ନାହିଁ। ଖଟୁଲିରେ ମାଙ୍କୁ ରଖି ବ୍ରତ କରାଯାଏ। ଗୁଆକୁ ଆପଣମାନେ ପିଢ଼ା ଉପରେ ରଖି ପୂଜା କରିବା ଉଚିତ। ସୁଦଶା ବ୍ରତ ହେଉ କିମ୍ବା ମାଣବସା ହେଉ ମାଙ୍କର ଅତି ପ୍ରିୟ ହୋଇଥାଏ। ଧଳା ରଙ୍ଗର ଫୁଲ, ହଳଦିଆ ରଙ୍ଗର ଫୁଲ ଏବଂ ନାଲି ରଙ୍ଗର ଫୁଲ। ପୂଜାରେ 10 ପ୍ରକାର ଫୁଲ ଲାଗିଥାଏ। ସେଥିପାଇଁ ମାଙ୍କର ପସନ୍ଦ ଫୁଲ ହେଉଛି ପଦ୍ମ ଫୁଲ, ଗେଣ୍ଡୁ ଫୁଲ। ସୁଦଶା ବ୍ରତରେ ପଦ୍ମ ଫୁଲ, ଗେଣ୍ଡୁ ଫୁଲ ନିଶ୍ଚୟ ପୂଜା ହୋଇଥାଏ। ପୂଜାରେ 10 ପ୍ରକାର ଫୁଲ ଯେମିତି ବି ପୂଜା କରିବେ। କେଉଁ ଫୁଲ ଲାଗିଥାଏ ଟଗର, ଟରାଟ, ଗୋଲାପ ଫୁଲ ଇତ୍ୟାଦି ମଧ୍ୟ ମାଙ୍କ ପାଖରେ ପୂଜା କରାଯାଇଥାଏ। କିନ୍ତୁ କେଉଁ ଫୁଲ ପୂଜା କରିବେନି ଭୁଲରେ ମଧ୍ୟ ସେ ହେଉଛି କନିଅର, ଧଳା ଅପରାଜିତା, କୃଷ୍ଣ ଅପରାଜିତା ଫୁଲ ମାଙ୍କ ପାଖରେ ପୂଜା ହୋଇନଥାଏ। ତାପରେ 10ଟି ଦୁବ, 10ଟି ବରକୋଳି ପତ୍ର, 10ଟି ବେଲପତ୍ର, 10ଟି ଫୁଲ ମାଙ୍କ ପୂଜାରେ ଲାଗିଥାଏ। ପୂର୍ବ ଦିନଠାରୁ ଏହି ସବୁ ସଜାଡ଼ି ରଖିବା ଉଚିତ। ତାପରେ ଆମେ କ'ଣ କରିବା ମାଙ୍କ ପାଖରେ 3 ଥର ଭୋଗ ଲାଗିଥାଏ। ସକାଳ ଭୋଗ, ମଧ୍ୟାହ୍ନ ଭୋଗ ଏବଂ ସନ୍ଧ୍ୟା ଭୋଗ। ସକାଳ ଭୋଗରେ 10 ପ୍ରକାର ଫଳ ଭୋଗ ଲଗାଇବେ। ଆଉ ମଧ୍ୟାହ୍ନ ଭୋଗରେ 10 ପୁରଦିଆ ମଣ୍ଡା ଏବଂ ସନ୍ଧ୍ୟା ଭୋଗରେ ପଣା ଭୋଗ ଲଗାଯାଏ। ଭୋଗ ପାଇଁ ଯାହା ଆବଶ୍ୟକ ଜିନିଷ ପୂର୍ବ ଦିନଠାରୁ ସଜାଡ଼ି ରଖିବା ଉଚିତ। ମାଙ୍କ ପାଖରେ 10 ପାଖୁଡ଼ା ଥିବା ପଦ୍ମ ଫୁଲ ଚିତା ପଡ଼ିଥାଏ। ମାଣବସାର ସମସ୍ତ ବାସି ଚିତା ଅର୍ଥାତ୍ ପୂର୍ବ ଦିନଠାରୁ ଚିତା ପକାଇଲେ ଦେଇଥାନ୍ତି। କିନ୍ତୁ ସୁଦଶା ବ୍ରତରେ ସଜ ଚିତା ପଡ଼ିଥାଏ। ମାଙ୍କ ପାଖରେ 10ଟି ପାଖୁଡ଼ା ଥିବା ପଦ୍ମ ଫୁଲ ଚିତା ପଡ଼ିଥାଏ। କିନ୍ତୁ ଆମର ଲକ୍ଷ୍ମୀ ପୂଜାରେ 16 କୋଟି ପଦ୍ମ ପଡ଼ିଥାଏ। ସୁଦଶା ବ୍ରତରେ 10 କୋଟି ପଦ୍ମ। ମାଙ୍କର ଖଟୁଲି, ପିଢ଼ା, ପିତ୍ତଳ ପୂଜା ବାସନ ସବୁ ପୂର୍ବ ଦିନଠାରୁ ଧୋଇ ରଖିଥିବା ଉଚିତ। ପୂଜାକୁ ସହଜ ରଖିବା ପାଇଁ ପୂର୍ବରୁ ସବୁ ଯୋଗାଡ଼ି ରଖିବା ଉଚିତ। ବ୍ରତ ଦିନ କଳା ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହେଁ। ମାଙ୍କୁ ଧଳା, ହଳଦିଆ ରଙ୍ଗ ଅଧିକ ପସନ୍ଦ ହୋଇଥାଏ। ବ୍ରତ କରୁଥିବା ପ୍ରତ୍ୟେକ ନାରୀମାନଙ୍କୁ ଧଳାରେ ନାଲି ଛେଟ ଥିବା ଲୁଗା କିମ୍ବା ହଳଦିଆ ଶାଢ଼ୀ କିମ୍ବା ନାଲି ଶାଢ଼ୀ ପିନ୍ଧିବା ଉଚିତ। ଯେଉଁଥିରେ ନାଲି ରଙ୍ଗର ଫୁଲ କିମ୍ବା ପଢ଼ି ପଡ଼ିଥିବ ସେସବୁ ପିନ୍ଧିବେ। ଖାଲି ପ୍ଲେନ୍ ପିନ୍ଧିବା ଉଚିତ ନୁହେଁ କିମ୍ବା ନାଲି ରଙ୍ଗର ଶାଢ଼ୀ ପିନ୍ଧିପାରିବେ। ସୁଦଶା ବ୍ରତରେ ଆମିଷ, ପିତା, କଷା, ପିଆଜ, ରସୁଣ, ଛତୁ, ମସୁର ଡାଲି, ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଅନ୍ୟ ଘରେ ମଧ୍ୟ ବ୍ରତରେ ଖାଇବା ଉଚିତ ନୁହେଁ। ଖାଇବା ପିଇବାକୁ ନିୟନ୍ତ୍ରଣ କରିବା ସହିତ ମନକୁ ମଧ୍ୟ ନିୟନ୍ତ୍ରଣ କରିବା ଉଚିତ। କାହାକୁ ବ୍ରତରେ ଗାଳି ଦେବା, ଅପମାନ କରିବା, ମିଛ କହିବା ଇତ୍ୟାଦି ଉଚିତ ନୁହେଁ। ନାରୀମାନେ ବ୍ରତ ଦିନ ଶରୀରରୁ ଅଳଙ୍କାର ଉତାରିବା କିମ୍ବା ଚୁଡ଼ି ଉତାରିବା ଉଚିତ ନୁହେଁ। ବ୍ରତ ଦିନ ଘରକୁ ସଫା ରଖିବା ଏବଂ ନିଜେ ମଧ୍ୟ ସଫାସୁତୁରା ରହିବା ଉଚିତ। କାରଣ ମା ଲକ୍ଷ୍ମୀଙ୍କୁ ସଫାସୁତୁରା ପରିଷ୍କାର ରହୁଥିବା ଘର ଅଧିକ ପସନ୍ଦ ହୋଇଥାଏ। ବ୍ରତ ଦିନ ଯେମିତି ଆପଣ ଧ୍ୟାନ ଦେବେ ଘର ବେଶୀ ଅପରିଷ୍କାର ନ ହୋଇଥାଏ। ଗୁରୁବାର ଦିନ ଆମେ କାହାକୁ ଝାଡ଼ୁ, ବେଲଣା,
ରୋଷେଇ ଘରର କୌଣସି ବି ଜିନିଷ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହା କଲେ ଘରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ବୋଲି ବିଶ୍ୱାସ ରହିଛି। ଯେଉଁମାନେ ବ୍ରତ ରଖିବେ ସେମାନେ ସୁଦଶା ବ୍ରତ ବହି ପଢ଼ି ବ୍ରତ କରିବା ଉଚିତ। ଅନ୍ୟମାନଙ୍କ ବ୍ରତ ମହାତ୍ମ୍ୟ ଯେଉଁମାନେ ବୁଝେଇବେ ତାହା ମଧ୍ୟ ବହୁତ ଭଲ। ମା ଲକ୍ଷ୍ମୀଙ୍କୁ ହଳଦୀ ପାଣି, କ୍ଷୀର, ବାସ ଜଳ କିମ୍ବା ପଞ୍ଚାମୃତରେ ସ୍ନାନ କରାଇବା ଉଚିତ। ଗୁଆକୁ ହଳଦୀ ପାଣିରେ ବୁଡ଼ାଇ କାଢ଼ି ସେଥିରେ ଚନ୍ଦନ ସିନ୍ଦୁର ଲଗାଇବା ଉଚିତ। ବ୍ରତକୁ ମାଙ୍କ ପାଖରେ ପୂଜା କରି ସାରିବା ପରେ ମାଙ୍କୁ ଛୁଆଇଁ ହଳଦୀ ପାଣିରେ ବ୍ରତକୁ ବୁଡ଼ାଇ 10ଟି ଗଣ୍ଠି ପକାଇ ହାତରେ ଧାରଣ କରିବେ। ସେହି 10ଟି ଗଣ୍ଠିରେ ମାଙ୍କର 10ଟି ନାମ କହିବେ। ବ୍ରତ ସମୟରେ ମାଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପୂଜା ଆରମ୍ଭ କରିବା ଉଚିତ। ଓଁ ମହାଲକ୍ଷ୍ମୀଶ୍ଚ ଧୀମହି ବିଷ୍ଣୁପତ୍ନୀଶ୍ଚ ଧୀମହି ତନ୍ନଃ ଲକ୍ଷ୍ମୀ ପ୍ରଚୋଦୟାତ୍। ଓଁ ମହାଲକ୍ଷ୍ମୀ ବିଦ୍ମହେ ବିଷ୍ଣୁପତ୍ନୀଶ୍ଚ ଧୀମହି ତନ୍ନଃ ଲକ୍ଷ୍ମୀ ପ୍ରଚୋଦୟାତ୍। ଏହା ହେଉଛି ମା ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ର। ବ୍ରତ ସମୟରେ ମାଙ୍କର ଗାୟତ୍ରୀ ମନ୍ତ୍ର ନିଶ୍ଚିତ ଭାବରେ ପାଠ କରିବେ। ଆଉ ଯଦି ପାରୁଛନ୍ତି ମହାଲକ୍ଷ୍ମୀ ଅଷ୍ଟକମ୍ ନିଶ୍ଚିତ ଭାବରେ ପାଠ କରିବେ। ମହାଲକ୍ଷ୍ମୀ ଅଷ୍ଟକମ୍ ପାଠ କରିବା ଦ୍ୱାରା ଇନ୍ଦ୍ର ମଧ୍ୟ ତାଙ୍କର ପଦ ଫେରି ପାଇଥିଲେ ବୋଲି ବିଶ୍ୱାସ ଅଛି। ତାପରେ ସବୁଠାରୁ ବଡ଼ କଥା ହେଉଛି ପୂଜା କରିସାରିବା ପରେ ମାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ। ହେ ମା, ପୂଜା କେମିତି କରାଯାଏ ମୁଁ ଜାଣେ ନାହିଁ। ପୂଜାର ନୀତି ନିୟମ ବିଷୟରେ ମୁଁ ଜାଣେ ନାହିଁ। ମନ୍ତ୍ର ମଧ୍ୟ ମୁଁ ମନେ ରଖିପାରୁନାହିଁ। ଯେତିକି ଜାଣିଛି ସେତିକି ପୂଜା କରିଛି। ମୋର ଦୋଷକୁ କ୍ଷମା କର ମାହା, ଏମିତି କହିବେ। ତାପରେ କିମ୍ବା କ୍ଷମା ପ୍ରାର୍ଥନା ମନ୍ତ୍ର ମଧ୍ୟ ଗୋଟେ ଅଛି, ସେଇଟାକୁ ଉଚ୍ଚାରଣ କରି ଆପଣ ମାଙ୍କୁ କ୍ଷମା ମାଗିପାରିବେ। ତାପରେ ଏହା ହେଲା ଆମର ନୀତି ନିୟମ। ଏହି ଦିନ ଆମେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ବଡ଼ି ଭୋରରୁ ଉଠି ଯେମିତି ଆମେ ଏସବୁ କରୁଛନ୍ତି, କିପରି ଯେମିତି ଆମେ ଗୁରୁବାର ପୂଜା କରୁଛନ୍ତି, ମାର୍ଗଶିର ଗୁରୁବାର, ସେ ଟାଇପ୍ର ପୂଜା କରିବା ଉଚିତ। ସେହି ସମୟରେ ବଡ଼ି ଭୋରରୁ ଉଠି ମୁଣ୍ଡ ଧୋଇ ଗାଧେଇବେ। ବୁଝିପାରିଲେ? ମୁଣ୍ଡ ଧୋଇ ଗାଧେଇଲା ପରେ ଆପଣ ସେଦିନ ସଜ ଚିତା ପକାଇବା ଦରକାର। ସେଥିପାଇଁ ଆପଣ ଅରୁଆ ଚାଉଳକୁ ବତୁରି ଦେବେ। ଅରୁଆ ଚାଉଳକୁ ବତୁରିଲା ପରେ କିଛି ବତୁରିବେ, ବତୁରିଲେ କିଛି ବାଟି ଦେବେ। ସେଇଟାକୁ ବାଟି ଦେଇକି ସେଥିରେ ଚିତା ପକାଇବେ। ଏଥିରେ 10ଟି ପଦ୍ମ, 10 ପାଖୁଡ଼ା ପଦ୍ମର ପକାଇବେ। ତା ଉପରେ ଟିକେ ଚନ୍ଦନ ସିନ୍ଦୁର ଆଉ ଫୁଲ ପକାଇବେ। ଫୁଲ ପକାଇ ସାରିଲା ପରେ ମାନେ ଶୁଖିବା ପର୍ଯ୍ୟନ୍ତ ଟିକେ ଛାଡ଼ିବେ। ଶୁଖିଲା ପରେ ଏସବୁ କରିବେ। ଶୁଖିବା ସମୟରେ ଆମେ ଯେଉଁ ଅରୁଆ ଚାଉଳ ବତୁରିଥିବା ସେଇଟାକୁ ବାହାର କରି ଛାଣି ଆମେ ଶୁଖାଇ ଦେଇକି ସେଥିରେ ଚୁନା ପ୍ରସ୍ତୁତ କରିବା ମଣ୍ଡା ପିଠା ପାଇଁ। କେହି କେହି ଅଲଣା ପିଠା ମଧ୍ୟ ପ୍ରସ୍ତୁତ କରନ୍ତି। ଆପଣ ଚାହିଁଲେ ସୌନ୍ଦର୍ଯ୍ୟ ଲବଣ ପକାଇ ପାରିବେ। ଯାହା ଘରେ ଯେପରି ଅଛି ଆପଣ ସେଦିନ 10 ପୁର ମଣ୍ଡା ପ୍ରସ୍ତୁତ କରିବେ। 10 ପୁର ମଣ୍ଡା ମାଙ୍କର ଅତ୍ୟନ୍ତ ପ୍ରିୟ। ସୁଦଶା ବ୍ରତର ମୁଖ୍ୟ ହେଉଛି 10 ପୁର ମଣ୍ଡା। କିନ୍ତୁ ଆପଣ କେଉଁ ଭୋଗ ଲଗାଇବେ ଦେଖନ୍ତୁ। ଯଦି ତିନି ଥର ଭୋଗ ଲଗାଇବାକୁ ଚାହୁଁଥିଲେ, ପ୍ରଥମ ଭୋଗରେ 10 ପ୍ରକାର ଫଳ ଭୋଗ ଲଗାଇବେ। ଦ୍ୱିତୀୟରେ ଆପଣ କ'ଣ କରିବେ, 10 ପୁର ମଣ୍ଡା ଭୋଗ ଲଗାଇବେ। ସେ 10 ପୁର ମଣ୍ଡାରେ 10 ଅଲଗା ପ୍ରକାର ଆକାର ବି କଲେ ଚଳିବ, ବହୁତ ଭଲ ଲାଗିଥାଏ ନା। ତାପରେ ଯେତେବେଳେ ଆପଣ ଉଠାଇବେ ସନ୍ଧ୍ୟା ଧୂପ ସମୟରେ ଆପଣ ସବୁ ପକାଇକି ଆପଣ ପଣା ତିଆରି କରିପାରିବେ। ଚାଲନ୍ତୁ ଆମେ କେମିତି ନୀତି ନିୟମ ଜାଣିବା। ପ୍ରଥମେ କ'ଣ କରିବେ, ଆପଣ ସେ ଝୋଟି ପକାଇଦେବେ। 10 ପାଖୁଡ଼ା ଥିବା ପଦ୍ମ ପକାଇବେ। ସେଇଠି ମାଙ୍କର ପାଦ ଚିହ୍ନ ପକାଇବେ। ତାପରେ ଗୋଟେ ସେ ସାଇଡ଼୍ରେ ପ୍ରଥମେ ଗଣେଶଙ୍କୁ ସ୍ଥାପନ କରିବେ। ଯେ କଳସକୁ ସ୍ଥାପନ କରିବେ। କଳସ ସ୍ଥାପନ କେମିତି କରାଯାଏ, ପ୍ରଥମେ ଗୋଟେ କଳସକୁ ଭଲସେ ଧୋଇଦେବେ। ସେଥିରେ ଆମ୍ବ ଡାଳ କିମ୍ବା ଜାମ ଡାଳ 3 ପତ୍ର ମାନେ 5 କିମ୍ବା 7 ପତ୍ର ବିଶିଷ୍ଟ ହେଲା। ସେଥିରେ ଗୋଟେ ନାସି ଲଗା ପଇଡ଼ ନେବେ, ନହେଲେ ନଡ଼ିଆ ନେଇପାରିବେ ହେଲା। ତାପରେ ସେଥିରେ ପାଣିରେ, କଳସ ପାଣିରେ ଆପଣ କ'ଣ କରିବେ, ଆପଣ କିଛି ଡ୍ରାଇ ଫ୍ରୁଟ୍ସ କି କିଛି ପକାଇ ପାରିବେ। ତାପରେ ଗୋଟେ ଗୁଆ ନ ପକାଇଲେ ମାନେ ଚନ୍ଦନ ସିନ୍ଦୁର ହଳଦୀ ଟିକେ ପକାଇବେ। ତୀର୍ଥ ଜଳ ପକାଇବେ, ଚାଉଳ ଟିକେ ପକାଇବେ। ବାସ୍ ଏତିକି ହେଇଗଲା। ଆଉ କଳସ କିପରି ସ୍ଥାପନ କରିବେ, କଳସ ସ୍ଥାପନ କରିବା ପାଇଁ ଗୋଟେ ପିଢ଼ା ପକାଇବେ। ସେଇଠି କିଛି ଝୋଟି କରିଥିବେ, ସେଇଠି ସାଇଡ଼୍ରେ ଗୋଟେ ଝୋଟି କରିଥିବେ। ସେଇଠି ଗୋଟେ ବିନା କଣ୍ଟା ଦେବା ମାନେ କଣ୍ଟା ଲାଗିନଥିବା ଗୋଟେ ପିଢ଼ା ନେବେ। ତା ଉପରେ ନାଲି କପଡ଼ା ନେବେ। ନାଲି କପଡ଼ା ଉପରେ କିଛି ଚାଉଳ, ଶୁକ୍ଳ ଧାନ
ମାନେ ଶୁକ୍ଳ ଚାଉଳ ମାନେ ଧଳା ଚାଉଳ ନେବେ। ସେ ଧଳା ଚାଉଳ ଉପରେ ଆପଣ କଳସକୁ ସ୍ଥାପନ କରିପାରିବେ। କଳସ ସ୍ଥାପନ କରିପାରିବେ। କଳସ ଯେମିତି ସ୍ଥାପନ କରିସାରିଲା ପରେ ଆପଣ ଯେଉଁ ନଡ଼ିଆ କିମ୍ବା ପଇଡ଼ ରଖିଦେବେ, ତା ଉପରେ ଗୋଟେ ବସ୍ତ୍ର ଦେବେ। ବସ୍ତ୍ର ଉପରେ ଟିକେ ଫୁଲ ଏସବୁ ଦେଇଦେବେ। ବାସ୍ ହେଇଗଲା ଆମର କଳସ ସ୍ଥାପନ। କଳସ ସ୍ଥାପନ ହେଉଛି ପ୍ରଭୁ ଗଣପତିଙ୍କ ପାଇଁ। ତାପରେ ଆମେ ମା'ଙ୍କୁ ସ୍ଥାପନ କରିବା। ମା'ଙ୍କୁ କିପରି ସ୍ଥାପନ କରିବା? ଆମେ ମା'ଙ୍କୁ ପଞ୍ଚାମୃତରେ ସ୍ନାନ କରାଇବା। ପ୍ରଥମେ ପଞ୍ଚାମୃତ ସ୍ନାନ କରିବା କେମିତି? ଘିଅ, ଦହି, କ୍ଷୀର ଆଉ ମହୁ ଆଉ ଗୁଡ଼ ଏସବୁ ମିଶାଇକି ଆପଣ ମା'ଙ୍କୁ ସ୍ନାନ କରାଇବେ। ଆପଣ ଲକ୍ଷ୍ମୀନାରାୟଣଙ୍କୁ କରିପାରିବେ, ନହେଲେ କେବଳ ମା'ଙ୍କୁ କରିପାରିବେ। ଲକ୍ଷ୍ମୀନାରାୟଣଙ୍କୁ କଲେ ବହୁତ ଭଲ। ଏଇଠି ମା'ଙ୍କର 10ଟା ନାମ ନେବେ। ସୁଦଶା ବ୍ରତ ହେଉଛି ମା'ଙ୍କର ଅତ୍ୟନ୍ତ ପ୍ରିୟ। ଓକେ। ତାପରେ କ'ଣ କରିବେ ଆପଣ? ଏସବୁ ମା'ଙ୍କୁ ଗାଧୋଇ ସାରିଲା ପରେ ତାପରେ ହଳଦୀ ପାଣିରେ ଗାଧୋଇ ଦେବେ। ହଳଦୀ ପାଣିରେ ଗାଧୋଇ ଦେଲା ପରେ ଆପଣ ପବିତ୍ର ଜଳରେ ଗାଧୋଇ ଦେବେ। ଆପଣ ସେଇ ପାଣିରେ ଟିକେ ଅଁଳା ପକାଇଦେବେ। ଅଁଳା ଆଉ ହଳଦୀ ମା'ଙ୍କର ଅତ୍ୟନ୍ତ ପ୍ରିୟ। ଆପଣ ଚାହିଁଲେ ଅଁଳା ଆଉ ହଳଦୀକୁ ବାଟିକି ମା'ଙ୍କ ମୂର୍ତ୍ତିରେ ଲଗେଇକି ମା'ଙ୍କୁ ସ୍ନାନ କରାଇ ପାରିବେ। ଦେଖିବେ ଯେପରି ମାନେ ନଖ ଏମିତି ଭଲ ପାଣିରେ ସ୍ନାନ କରାଇବେ। ବାସ୍ ଆମେ ସେଦିନ କେମିତି ହଳଦୀ ଓ ଅଁଳାରେ ସ୍ନାନ କରିବା ନିହାତି ଦରକାର। ହଳଦୀ ଅଁଳାରେ ସ୍ନାନ କରିବା ଦ୍ୱାରା ଦେହ ପବିତ୍ର ହୋଇଥାଏ। ଯେତେବେଳେ ଆପଣ ଗାଧୋଇବେ ସେ ପାଣିରେ ଟିକେ ଗଙ୍ଗା ଜଳ ପକାଇ ଦେଇଥିବେ। ତାପରେ ଯେତେବେଳେ ଗାଧୋଇବେ ମୁଣ୍ଡ ଉପରେ ପ୍ରଥମେ ପକାଇବେ। 3 ଢାଳ ଗଙ୍ଗା ନାରାୟଣ କହିକି ମୁଣ୍ଡରେ ପ୍ରଥମେ ପକାଇଲା ପରେ ତାପରେ ଆପଣ ଆଉ ଦେହରେ ସବୁଆଡ଼େ ପକାଇ ପାରିବେ। ତାପରେ ଆପଣ ମାନେ ଯାହା କରିବା କଥା କରିବେ। ଯେମିତି ଗୁରୁବାର ପୂଜା କରାଯାଏ ସେ ଟାଇପ୍ର ପୂଜା କରିବେ। ତୁଳସୀ ପୂଜା କରିବେ, ସୂର୍ଯ୍ୟ ପୂଜା କରିବେ। ତାପରେ ଘର ଠାକୁରଙ୍କୁ ପୂଜା କଲା ବେଳକୁ ଯେତେବେଳେ ପ୍ରଥମେ କ'ଣ କରିବେ? ଦହି ଗୁଡ଼ ନହେଲେ ଆଉ ଫ୍ରୁଟ୍ସ ଭୋଗ ଲଗାଇବେ। ତାପରେ ଖରାବେଳେ କ'ଣ କରିବେ? ଆମର 10 ପୁର ମଣ୍ଡା ଯେଉଁ ଚାଉଳ ଚୂନା କରିଦେବେ, ସେ ଚାଉଳ ଚୂନାରେ 10 ପ୍ରକାର ପୁର ଦେବେ। ବାସ୍ କିଛି ଲୋକଙ୍କ ଘରେ ଅଲଣା କରନ୍ତି। ମାନେ ଅଲଣା କଲେ ବହୁତ ଭଲ। କିନ୍ତୁ ଯଦି ଆପଣଙ୍କ ଘରେ ଲୁଣ ଅଛି ଆପଣ ସୌନ୍ଦବ୍ୟ ଲବଣ ବ୍ୟବହାର କରିପାରିବେ। ସୌନ୍ଦବ୍ୟ ଲବଣ ବ୍ୟବହାର କରାଯାଇଥାଏ। ସେଥିରେ କିଛି ବାରଣ ନଥାଏ ଯେତିକି ମୁଁ ଜାଣିଛି। ତ ତାପରେ ଏଇଠି ମା'ଙ୍କ ପାଖରେ କେମିତି କ'ଣ କରିବେ? 10 ଗୋଟି ପ୍ରଥମେ କ'ଣ ନେବେ? 10ଟି ଦୁବ ନେବେ। 10ଟି ବରକୋଳି ପତ୍ର। କେବଳ ଯଦି ମା' ଲକ୍ଷ୍ମୀଙ୍କୁ ସ୍ଥାପନ କରୁଛନ୍ତି ଆପଣ 10ଟି ବେଲପତ୍ର ନେଇପାରିବେ। ତାପରେ ଦୁର୍ଲଭା ପତ୍ର। ତାପରେ 10ଟି ଫୁଲ। ଆପଣ 10 ପ୍ରକାର ଫୁଲ ନେଇପାରିବେ। ନହେଲେ 10ଟି ଧଳା ଫୁଲ ବି ନେଇପାରିବେ। ଯେଉଁ ଫୁଲ ଆପଣ ନେଇପାରିବେ। ଗେଣ୍ଡୁ ଫୁଲ ନେଇପାରିବେ ଆପଣ, ଆଉ ତରାଟ, ଟଗର ଏସବୁ ଫୁଲ ନେଇପାରିବେ। ପଦ୍ମ ଫୁଲ ମା'ଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ପଦ୍ମ ଫୁଲ ଯଦି ମିଳୁଛି ନିଶ୍ଚିତ ଭାବରେ ପଦ୍ମ ଫୁଲ କରିବେ। ଯେମିତି ବି ଆପଣ ଦେଖିବେ ପଦ୍ମ ଫୁଲ ଯୋଗାଡ଼ କରିବାକୁ ଚେଷ୍ଟା କରିବେ। ବାସ୍ ତାପରେ ଆଉ କ'ଣ? ଏଇଠି ସେ ସବୁ ଆଗକୁ ମା'ଙ୍କ ପାଖରେ ରଖିବେ। ତାପରେ ଯେତେବେଳେ ଏଇଟା ମା'ଙ୍କୁ ସମର୍ପଣ କରିବେ। 10ଟି ମାନେ କ'ଣ ଯେ ହଳଦୀ ଗୁଳା ହେଲା। ତାପରେ ଆଉ 10ଟି ଗୁଆ। ସେ ଯେଉଁ ଗୁଆ ଏସବୁ ଥିବ ସେଇଟାକୁ ହଳଦୀ ଆଉ ଗଙ୍ଗା ପାଣିରେ, ଯେଉଁ ପାଣିରେ ହଳଦୀ ଟିକେ ପକାଇଥିବେ ଆଉ ଗଙ୍ଗା ଜଳ ସେଥିରେ ପକାଇକି ସେସବୁକୁ ଧୋଇ ଦେଇକି ଯେଉଁ 10ଟି ଲେଖେ ରଖିଥିବେ ସେ ପାଖରେ ରଖିବେ। ସେଇଠି 10 ଥର ମାନେ 10ଟି ଗୁଆରେ 10 ଥର ଚନ୍ଦନ ଦେବେ। ତାପରେ ସିନ୍ଦୁର ମଧ୍ୟ ଦେବେ। ବାସ୍ ସେଇଟା ରହିଲା। ଗୋଟେ ଥାଳିରେ ରଖିଦେବେ। ତାପରେ ସେ ପାଖରେ ତ ମା'ଙ୍କ ଆଗରେ ଏଇଟା ରଖିଦେବେ। ତାପରେ ଆଉ ଗୋଟେ ଜାଗାରେ 10ଟି ଭଙ୍ଗା ହେଇନଥିବା ଚାଉଳ ନେବେ। ଶୁକ୍ଳ ଧାନ ନେବେ। ଲକ୍ଷ୍ମୀନାରାୟଣ 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 ଏମିତି 10 ଥର କହିକି ସେ 10ଟା ଚାଉଳ ଭଙ୍ଗା ଚାଉଳ ନେବେ। ତାପରେ 10ଟି ଏଇଟା ନେବେ କ'ଣ ଯେ 10ଟି ଦୁବ ଆଉ 10ଟି ବରକୋଳି ପତ୍ର ନେଇକି ଗୋଟେ ଜାଗା ସେଥିରେ ଯେଉଁ ବ୍ରତ ନେଇଥିବେ ଧଳା ବ୍ରତଟା, ସେଇ ଧଳା ବ୍ରତଟା ପୂର୍ବରୁ ହଳଦୀ ଆଉ ଗଙ୍ଗା ଜଳରେ ସେଇଟା ଧୋଇଥିବେ। ସେଇଠି ଆପଣ ସୁଦଶା ବ୍ରତ ବହି ପଢ଼ିଲା ବେଳକୁ ପ୍ରଥମେ ଲକ୍ଷ୍ମୀନାରାୟଣୀ, କମଳିନୀ ଏସବୁ ପଢ଼ିଲା ବେଳକୁ ପ୍ରଥମେ ଗଣ୍ଠି ଦେଇ ଯିବେ। ସେକେଣ୍ଡ ଥର ଯେତେବେଳେ ବହିରେ ଆସିବ ସେସବୁ ଗଣ୍ଠିକୁ ଛୁଇଁ ନାମ ଜପ କରିବେ। ବାସ୍ ହେଇଗଲା।
ମାଆଙ୍କୁ ସେ ଟାଇମ୍ରେ ମଣ୍ଡା ଭୋଗ ଲଗାଇବେ। ମଣ୍ଡା ଭୋଗ ଲଗାଇଲା ବେଳକୁ ଲଗାଇ ସାରିବେ, ସବୁ କରିସାରିଲା ପରେ ଆପଣ ସୁଦଶା ବ୍ରତ ବହି ପଢ଼ିବେ, ନହେଲେ ଶୁଣିବେ। ତାପରେ ଆପଣ ପିନ୍ଧିପାରିବେ। କିଏ କିଏ ଡାହାଣ ହାତରେ ପିନ୍ଧନ୍ତି, କିଏ ବାଁ ହାତରେ ପିନ୍ଧନ୍ତି। ମାନେ ଖାଇବା ହାତରେ ପିନ୍ଧିବା ଶୁଭ ବୋଲି ମନେ କରାଯାଏ। ଏହି ସୁଦଶା ବ୍ରତ ସ୍ତ୍ରୀ ଓ ପୁରୁଷମାନେ ଉଭୟମାନେ କରିପାରିବେ। ଆଉ ଯଦି ପୁରୁଷମାନେ ବି କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ, ତ ସେଥିରେ କିଛି ବାଛ ବିଚାର ନାହିଁ। ତାପରେ ଯେତେବେଳେ ଆପଣ ସନ୍ଧ୍ୟା ଧୂପରେ କ'ଣ କରିବେ, ସନ୍ଧ୍ୟା ଧୂପରେ ଆପଣ ମାଆଙ୍କୁ ଏ ଯେଉଁ ପଣା ଭୋଗ ଦେବେ। ବାସ୍ ପଣା ଭୋଗ ଦେବେ। ପଣା ଭୋଗ ଦେଇ ସାରିକି ମାଆଙ୍କୁ ସେଦିନ ଆପଣ ଓନ୍ଲି କଳସ ଟିକେ ସୂର୍ଯ୍ୟାସ୍ତ ବେଳକୁ, ସୂର୍ଯ୍ୟାସ୍ତ ଯଦି ହେଇଗଲା କଳସ ଘୁଞ୍ଚେଇ ଦେବେ। ଆପଣ ପ୍ରଥମେ ଆଳତି କରିବେ, ତାପରେ ଭୋଗ ଲଗାଇବେ, ହେଲା। ତାପରେ ଘୁଞ୍ଚେଇ ଦେବେ। ଘୁଞ୍ଚେଇ ଦେଲା ପରେ ଘୁଞ୍ଚେଇ ଦେବେ। ସେଦିନ ମାଆଙ୍କୁ ଘୁଞ୍ଚାଯାଏ ନାହିଁ। ତାପରେ ଦିନ କ'ଣ କରିବେ, ଶୁକ୍ରବାର ଦିନ ସକାଳୁ ଉଠି ଗାଧୁଆ ପାଧୁଆ କରିବେ, ଯେମିତି ତୁଳସୀ ପୂଜା, ସୂର୍ଯ୍ୟ ପୂଜା କରିବେ। ତାପରେ ମାଆଙ୍କୁ ଆଳତି କରିବେ, ପୂଜା କରିବେ। ତାପରେ ମାଆଙ୍କର ଆସନ ଘୁଞ୍ଚେଇବେ। ଏହା ହେଲା ମୋ ସୁଦଶା ବ୍ରତର ନୀତି ନିୟମ। ଆପଣ ଏହି ଜାନୁଆରୀ 9 ତାରିଖରେ ଆମେ ନୂଆ ବ୍ରତୀମାନେ କରିପାରିବା ନା ନାହିଁ? ନୂଆ ବ୍ରତୀମାନଙ୍କ ପାଇଁ ସେତେବେଳେ କରିପାରିବେ ଯେତେବେଳେ ସେଥିରେ ଲେଖାଯାଇଥାଏ ନୂଆ ବ୍ରତୀମାନେ କରିପାରିବେ। ସେଥିରେ ଲେଖାଯାଏ ନାହିଁ। ତା ଛଡ଼ା ଆମେ କେମିତି ଜାଣିବା? ଯେତେବେଳେ ଆମେ ଥିବ, ମାନେ ଲେଖା ହେଇଯାଇଥିବ, ଆଉ ଗୋଟେ ନହେଲେ ବିବାହ ଘର କିମ୍ବା ବ୍ରତ ଘର ଯୋଗ ଯେଉଁଥିରେ ଥିବ, ସେତେବେଳେ ଆପଣ ସୁଦଶା ବ୍ରତ କରିପାରିବେ। ଏଇଥର ବିବାହଘର ବ୍ରତଘର ଯୋଗ ନାହିଁ। ଦେଖନ୍ତୁ, ଆଉ ଗୋଟେ କଥା ବି ସହଜରେ ଜାଣିପାର, ଯେତେବେଳେ ଲକ୍ଷ୍ମୀ ନାରାୟଣ ମିଶିକି ମନ୍ଦିରରେ ଥିବେ, ସେ ସମୟରେ ଆପଣ କରିପାରିବେ। ଏହିପରି ଖର ମାସ ଚାଲିଛି, କୁହାଯାଉଛି ମା ଲକ୍ଷ୍ମୀ ଆମର ବାପା ଘରକୁ ଯାଆନ୍ତି ମୁଆଁ ନେଇକି, ଧନୁ ମୁଆଁ ନେଇକି। ସେଇଥିପାଇଁ ଏଇଥର ନୂଆ ବ୍ରତୀମାନେ କରିପାରିବେ ନାହିଁ। ପୁରୁଣା ବ୍ରତୀମାନେ ଏ ପ୍ରକାର ଉପାୟରେ ପୂଜା କରିବେ। ଆଉ ନୂଆ ବ୍ରତୀମାନେ ଯଦି ଆପଣ କରିବାକୁ ଚାହୁଁଛନ୍ତି, ସବୁ ବ୍ରତର ନୀତି ନିୟମ ପାଳନ କରିପାରିବେ। ମାଆଙ୍କ ପାଖରେ ଭୋଗ ଲଗାଇ ପାରିବେ, ସବୁକିଛି କରିପାରିବେ, କେବଳ ବ୍ରତ ପିନ୍ଧିପାରିବେ ନାହିଁ। ଯଦି ହେଉଛି ଆପଣ ବିନା ପିଆଜ ରସୁଣ ଖାଇକି ସେଇଦିନ ରହିଯିବେ, ବହୁତ ଭଲ। କିଛି କିଛି ଘରେ ମଧ୍ୟାହ୍ନ ଭୋଗରେ ମଣ୍ଡା ସହିତ ଖେଚୁଡ଼ି, ଅଟକାଳି ଏସବୁ ବି ଭୋଗ ଲଗାଇଥାନ୍ତି। ଯଦି ଆପଣଙ୍କ ଘରେ ଅଛି ଆପଣ ଭୋଗ ଲଗାଇବେ, ନହେଲେ ସେତେ ଦରକାର ନାହିଁ। ମୁଖ୍ୟ ହେଉଛି ଆପଣଙ୍କର ମଣ୍ଡା ଭୋଗ। ଏହା ହେଉଛି ଘରେ କିପରି ପୂଜା କରିବେ। ଏହା ଛଡ଼ା ଆପଣ ମନ୍ଦିରରେ ମଧ୍ୟ ପୂଜା କରିପାରିବେ। ମନ୍ଦିରରେ ପୂଜା କଲେ ଏତେ ସବୁ ଆୟୋଜନ ଦରକାର ନାହିଁ। କେବଳ ଆପଣ କ'ଣ ଯେ 10 ଗୋଟି ଦୁବ, 10ଟି ବରକୋଳି ପତ୍ର ନେଇଯିବେ। କାରଣ ଯେଉଁ ବି ମନ୍ଦିର ହେଉଛି ଲକ୍ଷ୍ମୀନାରାୟଣ ମିଶିକି ଥାଆନ୍ତି, ତ ସେତେବେଳେ କ'ଣ କରିବେ, ଆପଣ 10 ଗୋଟି ବରକୋଳି ପତ୍ର, 10 ଗୋଟି ଚାଉଳ, 10 ଗୋଟି ଦୁବ ଏସବୁ ମିଶେଇକି ଗୋଟେ ଜାଗାରେ ନେବେ। ଆଉ ବ୍ରତ ଆଗରୁ ଧୋଇକି ଘରେ ନେଇଯାଇଥିବେ, ଆଉ 10 ଗୋଟି ଗୁଆ ନେଇଯାଇଥିବେ। ବାସ୍। ଆଉ ସେଇଠି କ'ଣ କରିବେ, ଯଦି ଆପଣ ଚାହିଁବେ ଘରୁ 10ଟି ମଣ୍ଡା କରିକି ନେବେ, ନହେଲେ ସେଇଠି ଛେନା କଦଳୀ ଏସବୁ ମିଶାମିଶି କରିକି 10ଟି ଗୋଳା କରିକି ଆପଣ ସେଇଠି କରିପାରିବେ। ପ୍ରଥମ ଥର ଯେବେ କରନ୍ତି ମନ୍ଦିରରେ କଲେ ବହୁତ ଭଲ, କିମ୍ବା ବ୍ରାହ୍ମଣଙ୍କ ହାତ ସଂକଳ୍ପ କରାଇବା ନିହାତି ଦରକାର। ତେଣୁ ଯେବେ ଆପଣ ସୁଦଶା ବ୍ରତ କରୁଛନ୍ତି, ଯେବେ ଭଲ ତିଥିରେ ପଡ଼ୁଛି, ସେହି ସମୟରେ ଆପଣ ମନ୍ଦିରରେ ନିଶ୍ଚିତ ଭାବରେ କରିବାକୁ ଚେଷ୍ଟା କରିବେ। ଆଉ ସବୁଠୁ ଭଲ ହେଉଛି ଆପଣ ପୁରୀ ଶ୍ରୀମନ୍ଦିରରେ ଯଦି ଆରମ୍ଭ କରିବେ, ବହୁତ ଭଲ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା, ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ଲିଖିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଶ୍ରୀ ଜଗନ୍ନାଥ। ହେ ମା ଲକ୍ଷ୍ମୀ ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ହେ ପ୍ରଭୁ କୋଟି ଜନ୍ମ ପାପ କ୍ଷୟ କରନ୍ତୁ ପ୍ରଭୁ।